ପଲ୍ଲବୀ କହିବେ, ଆଦର୍ଶଙ୍କ ଇଞ୍ଜୁରୀ ବିଷୟରେ ମୁଁ ବାବାଙ୍କୁ ଲୁଚେଇ ପାରିଲିନି। ସେ ଜାଣିଗଲେ ମୁଁ ତାଙ୍କୁ ମିଛ କହୁଛି ବୋଲି। ଆଉ ଆଦର୍ଶଙ୍କ କଥା ବି ସେ ଚିନ୍ତା କରି କରି ତାଙ୍କୁ ପାରାଲିଟିକ୍ ଆଟାକ୍ ହେଇଗଲା। ମୁଁ ହିଁ ବହୁତ ବଡ଼ ଅପରାଧୀ ମାମା। ମୁଁ ବାପାଙ୍କୁ ସତ ଲୁଚେଇ ପାରିଲିନି। ତାପରେ ମାୟା କହିବେ, ନାଇଁ ପଲ୍ଲବୀ, ଏଥିରେ ତୋର କିଛି ବି ଭୁଲ ନାହିଁ। କିଛି ବି ଭୁଲ ନାହିଁ ତୋର। ପୁଣି କହିବେ, କେତେବେଳେ ନା କେତେବେଳେ ଆନନ୍ଦକୁ ତ ଏସବୁ ବିଷୟରେ ଜଣାପଡ଼ିଥାନ୍ତା ନା। ସେଥିପାଇଁ ନିଜକୁ ଦୋଷ ଦେଇକି ଲାଭ କ'ଣ ଅଛି? ବରଂ ଆମେ ଖୁସି ହେବା ଦରକାର। ଆନନ୍ଦଙ୍କର ତ ସେନ୍ସ ଫେରି ଆସିଲା। ତୁ ଆନନ୍ଦଙ୍କ ପାଇଁ ଜମା ଚିନ୍ତା କରନି। ମୁଁ ଅଛି ନା। ମୁଁ ଅଛି, ବିନୋଦ ଅଛନ୍ତି, ଆମେ ସମସ୍ତେ ଅଛୁ। ଆମେ ସମସ୍ତେ ମିଶିକି ଆନନ୍ଦଙ୍କର ଯତ୍ନ ନେବା। ଆଉ ଦେଖିବୁ, ଆନନ୍ଦ ବହୁତ ଜଲ୍ଦି ଭଲ ହେଇଯିବେ। ତୁ ଏସବୁ ବିଷୟରେ ଜମା ଚିନ୍ତା କରନି ପଲ୍ଲବୀ। ବରଂ ତୁ ଆଦର୍ଶ ଉପରେ ବେଶୀ ଫୋକସ୍ କର। ମନେ ରଖ ପଲ୍ଲବୀ, ଆଦର୍ଶ ଯେତେବେଳେ ହୋସ୍କୁ ଆସିବ ସେ ସବୁଠୁ ପ୍ରଥମେ ତତେ ହିଁ ଦେଖିବାକୁ ଚାହିଁବ। ଆଉ ତାପରେ ସେ ଖୁବ୍ ଶୀଘ୍ର ଭଲ ହେବା ପଛରେ ପ୍ରଥମେ ସବୁଠୁ ବଡ଼ ହାତ ତୋର ହିଁ ରହିବ। ତେଣୁ ତୁ ଆଦର୍ଶ କଥା ଚିନ୍ତା କର। ପଲ୍ଲବୀ। ଆନନ୍ଦ କଥା ଭୁଲି ଯା। ତାପରେ ଦାଦିମା କହିବେ, ମାୟା, ନାତିଆ ପାଇଁ ବି ଏବେ ଚିନ୍ତା କରିବାକୁ ପଡ଼ିବ। କାହିଁକି ନା ଡକ୍ଟର ବି ଅପରେସନ୍ ପାଇଁ ଲାଗି ପଡ଼ିଛନ୍ତି। ଏବେ ସବୁ ଛାଡ଼ି ଏବେ ଆମେ ଆମେରିକା ଡକ୍ଟରକୁ କେମିତି ଡାକିବା ସେ କଥା ଚିନ୍ତା କରିବା ଦରକାର। ତାପରେ ପଲ୍ଲବୀ କହିବେ, ଦାଦା, କାହା ପାଖରୁ କେତେ ଟଙ୍କା ଆରେଞ୍ଜ କରିହେବ ଆପଣ ସେ ବିଷୟରେ କଥା ହୁଅନ୍ତୁ। ପୁଣି କହିବେ, ଭାଇ, ଏବେ ଏଇ ମୁହୂର୍ତ୍ତରେ ଆପଣ ମୋର ଏସବୁ ଜୁଏଲାରୀ ନେଇ ବିକି ଦିଅନ୍ତୁ। ତାପରେ ମାୟା କହିବେ, ଆଜି ମହାପାତ୍ର ଖାନ୍ଦାରର ବୋହୂ, ମୋ ବୋହୂ ତା ଜୁଏଲାରୀ ବିକିବା ପାଇଁ ବାହାରିଛି। ହେଲେ ମୁଁ ତାକୁ ଅଟକେଇ ପାରୁନି। ୟାଠୁ ଦୁଃଖ ଆଉ କ'ଣ ହେଇପାରେ? ଏହାପରେ ପଲ୍ଲବୀ କହିବେ, ଭାଇ ପ୍ଲିଜ୍, ଆପଣ ଅପେକ୍ଷା କରନ୍ତୁନି। ଆପଣ ଯାଆନ୍ତୁ, ଏସବୁ ଗହଣା ବିକି ଦେଇ ଆସନ୍ତୁ। ପ୍ଲିଜ୍ ଭାଇ ଯାଆନ୍ତୁ। ଏହାପରେ ଦାଦିମା କହିବେ, ରହ ପଲ୍ଲବୀ, ଟିକେ ଅପେକ୍ଷା କର। ଆମେ କିଛି ଗୋଟେ ବ୍ୟବସ୍ଥା କରିବା। ତୋର ଏଇ ଗହଣା ବିକିବା କିଛି ବି ଦରକାର ନାହିଁ। ତାପରେ ଡକ୍ଟର ପାଖକୁ ଆସି ପଲ୍ଲବୀ କହିବେ, ଡକ୍ଟର, ଆଦର୍ଶ କେମିତି ଅଛନ୍ତି? ତାଙ୍କ କଣ୍ଡିସନ୍ ଏବେ କେମିତି? ଆପଣ କିଛି କହୁନାହାନ୍ତି କାହିଁକି ଡକ୍ଟର? କୁହନ୍ତୁ ନା, କ'ଣ ହେଇଛି ତାଙ୍କର? ତାପରେ ଡକ୍ଟର କହିବେ, ଦେଖନ୍ତୁ, ଆଦର୍ଶ ବାବୁଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଛି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ଡକ୍ଟର କହିବେ, ଆମେ ତାଙ୍କୁ ବଞ୍ଚେଇ ପାରିଲୁନି। ତାପରେ ପଲ୍ଲବୀ କହିବେ, ନାଇଁ ନାଇଁ କହି ବହୁତ ଚିଲେଇବେ ଆଉ ଆଦର୍ଶ ପାଖକୁ ଦୌଡ଼ିଯିବେ। ତାପରେ ମାୟା କହିବେ, ମୁଁ ବହୁତ ବଡ଼ ପାପୀ। ଆଦର୍ଶ ଆଉ ପଲ୍ଲବୀ ସହିତ ମୁଁ ବହୁତ ବଡ଼ ଅନ୍ୟାୟ କରିଛି। ହେଲେ ମମତା ଆଉ ପଲ୍ଲବୀ, ସେମାନେ କ'ଣ କରିଛନ୍ତି ପ୍ରଭୁ? ସେମାନେ କ'ଣ ଭୁଲ କରିଛନ୍ତି ପ୍ରଭୁ? ସେମାନେ କ'ଣ ଭୁଲ କରିଛନ୍ତି? ତମେ ସେମାନଙ୍କୁ ଏତେ ବଡ଼ ଶାସ୍ତି କାହିଁକି ଦେଲ ପ୍ରଭୁ? କହି ବହୁତ କାନ୍ଦିବେ। ତାପରେ ମମତା କହିବେ, ଦିଦି, ତମେ ସେମିତି କୁହନି। ଆଦର୍ଶକୁ ଭଲ ପାଉଥିବା ଲୋକ ଦୁନିଆରେ ତମଠୁ ଆଉ କେହି ବି ନାହିଁ। ତାପରେ ମାୟା କହିବେ, ଏବେ ଆଦର୍ଶ ଯଦି ନାହିଁ ମମତା, ତାହେଲେ ଏତେ ଭଲ ପାଇବା କାହାକୁ? କାହାକୁ ଆମେ ଏତେ ଭଲ ପାଇବା? କାହାକୁ? କାହାକୁ ଆମେ ଆଦର୍ଶ ବୋଲି ଡାକିବା ମମତା? କାହାକୁ ଡାକିବା ଆଦର୍ଶ ବୋଲି? ପଲ୍ଲବୀ କହିବେ, ଆଦର୍ଶଙ୍କ ଇଞ୍ଜୁରୀ ବିଷୟରେ ମୁଁ ବାବାଙ୍କୁ ଲୁଚେଇ ପାରିଲିନି। ସେ ଜାଣିଗଲେ ମୁଁ ତାଙ୍କୁ ମିଛ କହୁଛି ବୋଲି। ଆଉ ଆଦର୍ଶଙ୍କ କଥା ବି ସେ ଚିନ୍ତା କରି କରି ତାଙ୍କୁ ପାରାଲିଟିକ୍ ଆଟାକ୍ ହେଇଗଲା। ମୁଁ ହିଁ ବହୁତ ବଡ଼ ଅପରାଧୀ ମାମା। ମୁଁ ବାପାଙ୍କୁ ସତ ଲୁଚେଇ ପାରିଲିନି। ତାପରେ ମାୟା କହିବେ, ନାଇଁ ପଲ୍ଲବୀ, ଏଥିରେ ତୋର କିଛି ବି ଭୁଲ ନାହିଁ। କିଛି ବି ଭୁଲ ନାହିଁ ତୋର। ପୁଣି କହିବେ, କେତେବେଳେ ନା କେତେବେଳେ ଆନନ୍ଦକୁ ତ ଏସବୁ ବିଷୟରେ ଜଣାପଡ଼ିଥାନ୍ତା ନା। ସେଥିପାଇଁ ନିଜକୁ ଦୋଷ ଦେଇକି ଲାଭ କ'ଣ ଅଛି? ବରଂ ଆମେ ଖୁସି ହେବା ଦରକାର। ଆନନ୍ଦଙ୍କର ତ ସେନ୍ସ ଫେରି ଆସିଲା। ତୁ ଆନନ୍ଦଙ୍କ ପାଇଁ ଜମା ଚିନ୍ତା କରନି। ମୁଁ ଅଛି ନା। ମୁଁ ଅଛି, ବିନୋଦ ଅଛନ୍ତି, ଆମେ ସମସ୍ତେ ଅଛୁ। ଆମେ ସମସ୍ତେ ମିଶିକି ଆନନ୍ଦଙ୍କର ଯତ୍ନ ନେବା। ଆଉ ଦେଖିବୁ, ଆନନ୍ଦ ବହୁତ ଜଲ୍ଦି ଭଲ ହେଇଯିବେ। ତୁ ଏସବୁ ବିଷୟରେ ଜମା ଚିନ୍ତା କରନି ପଲ୍ଲବୀ। ବରଂ ତୁ ଆଦର୍ଶ ଉପରେ ବେଶୀ ଫୋକସ୍ କର। ମନେ ରଖ ପଲ୍ଲବୀ, ଆଦର୍ଶ ଯେତେବେଳେ ହୋସ୍କୁ ଆସିବ ସେ ସବୁଠୁ ପ୍ରଥମେ ତତେ ହିଁ ଦେଖିବାକୁ ଚାହିଁବ। ଆଉ ତାପରେ ସେ ଖୁବ୍ ଶୀଘ୍ର ଭଲ ହେବା ପଛରେ ପ୍ରଥମେ ସବୁଠୁ ବଡ଼ ହାତ ତୋର ହିଁ ରହିବ। ତେଣୁ ତୁ ଆଦର୍ଶ କଥା ଚିନ୍ତା କର। ପଲ୍ଲବୀ। ଆନନ୍ଦ କଥା ଭୁଲି ଯା।
ତାପରେ ଦାଦିମା କହିବେ, ମାୟା, ନାତିଆ ପାଇଁ ବି ଏବେ ଚିନ୍ତା କରିବାକୁ ପଡ଼ିବ। କାହିଁକି ନା ଡକ୍ଟର ବି ଅପରେସନ୍ ପାଇଁ ଲାଗି ପଡ଼ିଛନ୍ତି। ଏବେ ସବୁ ଛାଡ଼ି ଏବେ ଆମେ ଆମେରିକା ଡକ୍ଟରକୁ କେମିତି ଡାକିବା ସେ କଥା ଚିନ୍ତା କରିବା ଦରକାର। ତାପରେ ପଲ୍ଲବୀ କହିବେ, ଦାଦା, କାହା ପାଖରୁ କେତେ ଟଙ୍କା ଆରେଞ୍ଜ କରିହେବ ଆପଣ ସେ ବିଷୟରେ କଥା ହୁଅନ୍ତୁ। ପୁଣି କହିବେ, ଭାଇ, ଏବେ ଏଇ ମୁହୂର୍ତ୍ତରେ ଆପଣ ମୋର ଏସବୁ ଜୁଏଲାରୀ ନେଇ ବିକି ଦିଅନ୍ତୁ। ତାପରେ ମାୟା କହିବେ, ଆଜି ମହାପାତ୍ର ଖାନଦାନର ବୋହୂ, ମୋ ବୋହୂ ତା ଜୁଏଲାରୀ ବିକିବା ପାଇଁ ବାହାରିଛି। ହେଲେ ମୁଁ ତାକୁ ଅଟକେଇ ପାରୁନି। ୟାଠୁ ଦୁଃଖ ଆଉ କ'ଣ ହେଇପାରେ। ଏହାପରେ ପଲ୍ଲବୀ କହିବେ, ଭାଇ ପ୍ଲିଜ୍, ଆପଣ ଅପେକ୍ଷା କରନ୍ତୁନି। ଆପଣ ଯାଆନ୍ତୁ, ଏସବୁ ଗହଣା ବିକି ଦେଇ ଆସନ୍ତୁ। ପ୍ଲିଜ୍ ଭାଇ ଯାଆନ୍ତୁ। ଏହାପରେ ଦାଦିମା କହିବେ, ରହ ପଲ୍ଲବୀ, ଟିକେ ଅପେକ୍ଷା କର। ଆମେ କିଛି ଗୋଟେ ବ୍ୟବସ୍ଥା କରିବା। ତୋର ଏଇ ଗହଣା ବିକିବା କିଛି ବି ଦରକାର ନାହିଁ। ତାପରେ ଡକ୍ଟର ପାଖକୁ ଆସି ପଲ୍ଲବୀ କହିବେ, ଡକ୍ଟର, ଆଦର୍ଶ କେମିତି ଅଛନ୍ତି? ତାଙ୍କ କଣ୍ଡିସନ୍ ଏବେ କେମିତି? ଆପଣ କିଛି କହୁନାହାନ୍ତି କାହିଁକି ଡକ୍ଟର? କୁହନ୍ତୁ ନା, କ'ଣ ହେଇଛି ତାଙ୍କର? ତାପରେ ଡକ୍ଟର କହିବେ, ଦେଖନ୍ତୁ, ଆଦର୍ଶ ବାବୁଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଛି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ଡକ୍ଟର କହିବେ, ଆମେ ତାଙ୍କୁ ବଞ୍ଚେଇ ପାରିଲୁନି। ତାପରେ ପଲ୍ଲବୀ କହିବେ, ନାଇଁ ନାଇଁ କହି ବହୁତ ଚିଲ୍ଲେଇବେ ଆଉ ଆଦର୍ଶ ପାଖକୁ ଦୌଡ଼ିଯିବେ। ତାପରେ ମାୟା କହିବେ, ମୁଁ ବହୁତ ବଡ଼ ପାପୀ। ଆଦର୍ଶ ଆଉ ପଲ୍ଲବୀ ସହିତ ମୁଁ ବହୁତ ବଡ଼ ଅନ୍ୟାୟ କରିଛି। ହେଲେ ମମତା ଆଉ ପଲ୍ଲବୀ, ସେମାନେ କ'ଣ କରିଛନ୍ତି ପ୍ରଭୁ? ସେମାନେ କ'ଣ ଭୁଲ କରିଛନ୍ତି ପ୍ରଭୁ? ସେମାନେ କ'ଣ ଭୁଲ କରିଛନ୍ତି? ତମେ ସେମାନଙ୍କୁ ଏତେ ବଡ଼ ଶାସ୍ତି କାହିଁକି ଦେଲ ପ୍ରଭୁ? କହି ବହୁତ କାନ୍ଦିବେ। ତାପରେ ମମତା କହିବେ, ଦିଦି, ତମେ ସେମିତି କୁହନି। ଆଦର୍ଶକୁ ଭଲ ପାଉଥିବା ଲୋକ ଦୁନିଆରେ ତମଠୁ ଆଉ କେହି ବି ନାହିଁ। ତାପରେ ପଲ୍ଲବୀ କହିବେ, ତାପରେ ମାୟା କହିବେ, ଏବେ ଆଦର୍ଶ ଯଦି ନାହିଁ ମମତା, ତାହେଲେ ଏତେ ଭଲ ପାଇବା କାହାକୁ? କାହାକୁ ଆମେ ଏତେ ଭଲ ପାଇବା? କାହାକୁ? କାହାକୁ ଆମେ ଆଦର୍ଶ ବୋଲି ଡାକିବା ମମତା? କାହାକୁ ଡାକିବା ଆଦର୍ଶ ବୋଲି? ତ ଦର୍ଶକ ବନ୍ଧୁ, ଆଦର୍ଶ କ'ଣ ବଞ୍ଚିଛନ୍ତି କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।